ଦେଇଛନ୍ତି ତାଙ୍କ ଉଦ୍ଦେଶ୍ୟରେ ମୁଁ ସମସ୍ତଙ୍କ ତରଫରୁ ଶ୍ରଦ୍ଧା ଜ୍ଞାପନ କରିବି, କୃତାଞ୍ଜଳି ଜ୍ଞାପନ କରିବି ଏବଂ ସେହି ସମୟରେ ବହୁ କଷ୍ଟ ସ୍ୱୀକାର କରି ସେହି ଋତିକ ମାନେ କଟକ ସହର, କଟକ ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବୁଲିକରି ବହୁ ଲୋକଙ୍କୁ ଠାକୁରଙ୍କ ସତ୍ମନ୍ତରେ ଦୀକ୍ଷିତ କରିଥିଲେ। ବର୍ତ୍ତମାନ ଜଙ୍ଗଲ କାଟିକରି ବଗିଚା ତିଆରି ହୋଇଛି, ବଗିଚାରେ ଫୁଲ ଫଳ ସୁଶୋଭିତ ହୋଇଛି, ଆମେ ତାକୁ ଉପଭୋଗ କରୁଛୁ। କିନ୍ତୁ ଯେଉଁମାନେ ବହୁ କଷ୍ଟ ସ୍ୱୀକାର କରିକରି এই ବଗିଚାଟି ତିଆରି କରିଛନ୍ତି ସେମାନଙ୍କୁ ଆମେ ଅନେକ ସମୟରେ ଭୁଲିଯାଉ। এই ଭୁଲିଯିବାଟା ହେଉଛି ଅକୃତଜ୍ଞତା। ମଣିଷ ଚରିତ୍ରର ସବୁଠୁ ବଡ଼ ଗୁଣ ହେଉଛି